କାଲି ଦିନ 2:30 ସମୟରେ ଗୋଟେ ଖବର ପାଇଲୁ ଏବଂ ଏସ୍ପି ସାର୍ଙ୍କ ନିର୍ଦ୍ଦେଶ କ୍ରମେ ଆମେ ହେଲା ସେଇ ଗାଁରେ ଆମର ତ ପୁରୁଣା ବଜାର ପୋଲିସ ଟିମ୍ ମୋ ନେତୃତ୍ୱରେ ଆମେ ରେଡ୍ କରିଥିଲୁ। ତ 3ଟି ଘର ରେଡ୍ କରିଥିଲୁ ଆମେ। ବିପୁଳ ପରିମାଣରେ ଜର୍ଦା ମିଳିଥିଲା, କିନ୍ତୁ ଅଚାନକ ତ କେହି ଲୋକ ନଥିଲେ, ତ ଦିନ ସମୟ ଥିଲା। ଆମେ ପାଖାପାଖି 1 କୁଇଣ୍ଟାଲରୁ ଅଧିକ ଜର୍ଦା ଆମେ ସିଜର କରିଛୁ ଏବଂ 3ଟି କେସ୍ ହେଇଛି ରିଲେଟେଡ୍। ତ 329, 330, 331 ଏବଂ ଏଇ ଚଢ଼ଉ ମଧ୍ୟ ଆଗାମୀ ଦିନ ତ ଆମର ଜାରି ରହିବ। ଆମେ ସବୁବେଳେ ଚାହୁଁଛୁ କେମିତି ଜର୍ଦାକୁ ତ ପୁରା ଇରାଡିକେଟ୍ କରିବୁ। ଏସ୍ପି ସାର୍ଙ୍କର ତ ଅଛି ନିର୍ଦ୍ଦେଶ ଅଛି। ବାରମ୍ବାର ଧରା ପଡୁଛି ଯୋଉଟାକୁ ପୁରୁଣା ବଜାର ସମସ୍ୟା କି ପୋଲିସ ଧରୁଛି ତାପରେ ବି ପରିମାଣରେ ବାହାରୁଛି। ଆମ ପାଖକୁ ଯେତେବେଳେ ବି ଖବର ଆସୁଛି ଆମେ ସେଇ ଅନୁସାରେ ଧରୁଛୁ ଏବଂ 21 ମଧ୍ୟ ଫରୱାର୍ଡ ହେଉଛନ୍ତି। ତ ଆଗାମୀ ସମୟରେ ବି ଆମେ ଗୋଟେ ନୂଆ ନମ୍ବର ତ ଜାରି କରୁଛୁ ଏବେ ସାର୍ଙ୍କ ନିର୍ଦ୍ଦେଶ କ୍ରମେ 9438916370। ଏଇ ନମ୍ବରରେ ଆପଣମାନେ ମଧ୍ୟ ଖବର ଦେଇପାରିବେ। ଆମେ ପବ୍ଲିକକୁ ମଧ୍ୟ ଆହ୍ୱାନ କରୁଛୁ, ଗଞ୍ଜେଇ, ଜର୍ଦା, କୋଇଲା, ଗୋରୁ এই ବିଷୟରେ ଆପଣମାନେ ଖବର ଦେଇପାରିବେ, ତ ସେଇ ଅନୁସାରେ ଆକ୍ସନ ନିଆଯିବ। ଆନୁମାନିକ 3 ଲକ୍ଷ ଟଙ୍କାର ଅଧିକ ହେବ। 21 ଧରା ପଡ଼ିନାହାନ୍ତି, ଆମେ ଟ୍ରାଏ କରୁଛୁ ତ ଧରିବା ପାଇଁ।